ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗନ୍ଦିଆ ବ୍ଲକର ସୋରିଷିଆପଦା ଆଶ୍ରମ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ମଙ୍ଗଳ ବିଭାଗ ଢେଙ୍କାନାଳ ଆନୁକୂଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକଙ୍କ ଅଧ୍ୟକ୍ଷତାରେ ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ 150 ବର୍ଷ ଜନ୍ମ ଜୟନ୍ତୀ ଅବସରରେ ବିଦ୍ୟାଳୟ ପରିସରରେ ନଭେମ୍ବର ମାସ 15 ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ସୋରିଷିଆପଦା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ରାଉତ ସରକାରଙ୍କ ଏହି ମହାନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରି ବୀର ବିର୍ସା ମୁଣ୍ଡାଙ୍କ ସ୍ୱାଧୀନତା ଆନ୍ଦୋଳନର ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସୋରିଷିଆପଦା ଗ୍ରାମ ପଞ୍ଚାୟତ ପ୍ରତିନିଧି ଅଶୋକ କୁମାର ନାଥ ବୀର ବିର୍ସା ମୁଣ୍ଡାଙ୍କ ତ୍ୟାଗପୂତ ଜୀବନ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କୁ ଏଭଳି ଏକ ମହାନ ଦିବସରେ ଉପସ୍ଥିତ ହୋଇ ବୀର ବିର୍ସା ମୁଣ୍ଡାଙ୍କ ଦେଶପ୍ରେମ ଓ ଜାତିପ୍ରେମ ଉଦାହରଣ ଦେଇ ଜଣେ ଜନଜାତିର ସ୍ୱାଧୀନତା ସଂଗ୍ରାମୀଙ୍କୁ 150 ବର୍ଷର ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ତ୍ୟାଗପୂତ ଜୀବନର ଉଦାହରଣ ଦେଇଥିଲେ। ଭାରତ ସରକାର ଓ ଓଡ଼ିଶା ସରକାର ବୀର ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ପାଳନ କରୁଥିବାରୁ ଆମେ ସବୁ ଗର୍ବିତ ବୋଲି ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ପ୍ରତାପ ମହାନ୍ତ, ସ୍ଥାନୀୟ ଗ୍ରାମ ପଞ୍ଚାୟତ ସଭ୍ୟା ରଞ୍ଜିତା ପ୍ରଧାନ ମଞ୍ଚାସୀନ ହୋଇ ଉଦ୍ବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀମାନଙ୍କର ପିତାମାତା ଉପସ୍ଥିତ ହୋଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ନିରଞ୍ଜନ ନାୟକ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ନବକିଶୋର ବାରିକ, ଦିନେଶ କୁମାର ନାୟକ ଓ ଶିକ୍ଷୟିତ୍ରୀ ସୁମିତ୍ରା ବେହେରା ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ ତୀର୍ଥକ୍ଷେତ୍ର ଲାଇଭ୍।